1893 ମସିହାରେ ଯେତେବେଳେ ବ୍ରିଟିଶ ଚାରିଆଡ଼େ ଆନ୍ଦୋଳନକୁ ଦବେଇଲା, କେହି ପଦାକୁ ବାହାରି ପାରିବନି, ଏକାଠି ହେଇପାରିବନି, ବାଲ ଗଙ୍ଗାଧର ତିଲକ ଗୋଟେ ଚାଲାକି କାମ ଆରମ୍ଭ କଲେ। ଗଣେଶ ପୂଜା ବମ୍ବେରେ କଲେ। ଗଣେଶ ପୂଜା କଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ ଗୀତ ସଙ୍ଗୀତ ବାଜା ବାଜି ଲାଇଟ୍ ଡେକୋରେସନ୍, ଲୋକ ଗ୍ୟାଦରିଂ ହେବେ। ତାଙ୍କର ଏଠୁ ଆରମ୍ଭ ହେଲା 1893ରେ ବମ୍ବେରୁ ଗଣେଶ ପୂଜା। ସାରା ବିଶ୍ୱରେ ଏଇନା ଯେତେ ଅଛନ୍ତି ଭାରତୀୟ ଲୋକ ଗଣେଶ ପୂଜା କରୁଛନ୍ତି। ସାରା ଭାରତ ବର୍ଷରେ ହେଉଛି, ସାରା ଓଡ଼ିଶାରେ ହେଉଛି। ଭାରତ ବର୍ଷରେ ବମ୍ବେଇ ହେଉଛି ନମ୍ବର 1 ଗଣେଶ ପୂଜା। ମୂର୍ତ୍ତି ଭଲ ହୁଏ, ଡେକୋରେସନ୍ ହୁଏ, ଲାଇଟିଂ ହୁଏ, ଆରେଞ୍ଜମେଣ୍ଟ ଭଲ ହୁଏ, ମ୍ୟୁଜିକ୍ ହୁଏ। ଆମର ଓଡ଼ିଶାରେ ଜଟଣୀ ହେଉଛି ନମ୍ବର 1 ଗଣେଶ ପୂଜାରେ। ଦେବୀ ପୂଜାରେ କଟକ ନମ୍ବର 1, ଲକ୍ଷ୍ମୀ ପୂଜା ଢେଙ୍କାନାଳ ଅନୁଗୁଳ, ଆମର କାଳୀ ପୂଜା ଭଦ୍ରକ, କାର୍ତ୍ତିକ ପୂଜା ପାରାଦୀପ। ଏସବୁ ରହିଛି କିମ୍ବଦନ୍ତୀରେ। ଆମର ଆଜି ମୁଁ ଆରମ୍ଭ କଲି, ମୁଁ ହାରାହାରି 150 ଗଣେଶ ମେଢ଼ ଯିବି ଦର୍ଶନ କରିବା ପାଇଁ। ସେଥିରୁ ଅଲରେଡ଼ି 15ଟି ଏଇନା କରି ଆରମ୍ଭ କଲି। ବୋତଣ୍ଡା, ଓରକଡ଼, ସେଠୁ ଗଲି କୁହା, କଣ୍ଠିଲୋ, ପ୍ରଧାନସାହି, କ୍ଷେତ୍ରପାଳ, ପାଞ୍ଚଗାଁ, ଜାମୁକୋଳି, ବରକୁଦା, ଆସିଲି କୁଦିଆରୀ, କୁଦିଆରୀରୁ କୁଦିଆରୀ ବଜାର, ତାପରେ ଆସିଲି ଗୋଲେଇ ମାର୍କେଟ, ମାଛ ମାର୍କେଟ, ରାଜା ବଜାର ଏବଂ ଥାନା ଛକ, ହରିଭାଇନା ଛକ, ମହୁଲଗୁଡ଼ିଆ ଛକ, ରାମଚନ୍ଦ୍ରପୁର, ବାଛରାପାଟଣା, ରେତଙ୍ଗ କଲୋନୀ, ଟ୍ରାଫିକ୍ କଲୋନୀ, ଆକାଉଣ୍ଟସ୍ କଲୋନୀ ମୂର୍ତ୍ତି ଦେଖି ମୁଁ ଆସି ପହଞ୍ଚି ଏଠି। ଆନନ୍ଦ ଉଲ୍ଲାସରେ ପୂଜା ଚାଲିଛି। ହେ ଓଡ଼ିଶାବାସୀ, ଦେଖନ୍ତୁ ଯାଇ ଜଟଣୀରେ ବମ୍ବେରୁ ସବୁ ଆଇଛି ଲାଇଟ୍, ହାଇଦ୍ରାବାଦରୁ ଆଇଛି ଲାଇଟ୍, ହାଇଦ୍ରାବାଦରୁ ଆଇଛି ମ୍ୟୁଜିକ୍, 5ଟା ନାଚପାର୍ଟି, 4ଟା ମେଲୋଡ଼ି ପ୍ରତିଦିନ ହେବ। କେବଳ ଡିଜେ ବାଜିପାରିବନି, ସରକାର କଟକଣା କରିଛନ୍ତି। ଭଜନ, 6ଟା ମୀନା ବଜାର ପଡ଼ିଛି, 4ଟା ନୂଆ ମାର୍କେଟ ପଡ଼ିଛି। ଜଟଣୀ ଏଇନା ଜାମ୍। ଆଜିଠୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜଟଣୀରେ ଗଣେଶ ପୂଜା ହେବ। ଚାରିଆଡ଼ୁ ଲୋକ ଆସିବେ, ଶାନ୍ତି ଶୃଙ୍ଖଳାର ସହିତ ହେବ। ଜଟଣୀବାସୀ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୁଦ୍ଧ ଯେତେ ଆମେ ଅଛୁ, ସମସ୍ତେ ଆମେ ଗଣେଶ ପୂଜାକୁ ଆଦରରେ, ସ୍ନେହରେ, ଭକ୍ତିରେ କରୁ। ନିଜ ଭିତରେ ଯେତେ ଗଣ୍ଡଗୋଳ ଥାଉ ଆପୋଷ ସମାଧାନ କରି ଗଣେଶ ପୂଜା କେମିତି ଜଟଣୀର ଉଚ୍ଚ କୋଟି ହେବ, ସବୁ ବର୍ଷ ପରି ସୁନାମ ହେବ। ଜଟଣୀରେ ବଢ଼ିଆ ଲାଇଟିଂ ହେଇଛି, ବଢ଼ିଆ ମୂର୍ତ୍ତି ହେଇଛନ୍ତି, ବଢ଼ିଆ ସାଜସଜ୍ଜା ହେଇଛି, ବଢ଼ିଆ ଡେକୋରେସନ୍ ହେଇଛି, ବଢ଼ିଆ ମ୍ୟୁଜିକ୍ ବ୍ୟବସ୍ଥା ହେଇଛି। ତେଣୁ ଆପଣମାନେ ବିପୁଳ ସଂଖ୍ୟାରେ ଜଟଣୀ ଯିବେ, ଉପଭୋଗ କରିବେ ବୋଲି ମୁଁ ଆଶା କରୁଛି।